କାଗଜ ପରି ପତଳା ଆଉ ଜାଲିଦାର, ତୁଳା ପରି ନରମ ଆଉ କଅଁଳିଆ ଚକୁଳି ପିଠା, ସେ ବି ପୁଣି ବିନା ବିରି, ଦହି, ଇନୋ, ସୋଡ଼ା, ମାତ୍ର 2ଟି ସାମଗ୍ରୀରେ। ସକାଳର ବ୍ୟସ୍ତତା ଭିତରେ ଖୁବ୍ କମ୍ ସମୟରେ ବନେଇ ପାରିବେ। ତା ସହିତ ବନେଇବା ସ୍ପେଶାଲ ନଡ଼ିଆ ଚଟନି। ସବୁ ଚକୁଳି ପିଠା ଏମିତି ନରମ ଆଉ ଜାଲିଦାର ବନିବ। ଭିଡ଼ିଓରେ ସବୁ ଟିପ୍ସ ଆପଣମାନଙ୍କ ସହିତ ମୁଁ ସେୟାର କରିଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଚକୁଳି ପିଠା ବନେଇବା ପାଇଁ ଆଜି ଆମକୁ ଅରୁଆ ଚାଉଳ ଦରକାର। এই মেଜରିଂ କପ୍ରେ ମାପ କରି ମୁଁ 1 କପ୍ ବା 200 ଗ୍ରାମର ନର୍ମାଲ ଅରୁଆ ଚାଉଳ ନେଇଛି। ଆପଣମାନେ ମାପ ପାଇଁ ଘରେ ଥିବା ଯେକୌଣସି ଗୋଟେ ଗିନା କିମ୍ବା ଗ୍ଲାସର ବ୍ୟବହାର କରନ୍ତୁ। সেই ଗିନା କିମ୍ବା ଗ୍ଲାସରେ ମାପ କରି ସବୁ ଜିନିଷ ଦେବେ। ପିଠା ପୁରା କଅଁଳିଆ ହେବ। ଏତିକି ଚାଉଳରେ ଆପଣମାନେ ଅଧା ଛୋଟ ଚାମଚରୁ ବି କମ୍ ମେଥି ଦାନା ଦେଇପାରିବେ। ମେଥି ନଦେଲେ ବି ପିଠା ପୁରା କଅଁଳିଆ ହେବ। ଚାଉଳକୁ 2-3 ଥର ପାଣିରେ ଧୋଇ ଭଲ ପାଣି ଦେଇ 4ରୁ 5 ଘଣ୍ଟା ବତୁରେଇ ନେବା। ଚାଉଳ ବତୁରିବା ଭିତରେ ଚାଲନ୍ତୁ ଆଜି ଆମେ ସାଉଥ୍ ଇଣ୍ଡିଆ ଷ୍ଟାଇଲର ନଡ଼ିଆ ଚଟନି ବନେଇବା। ତା ପାଇଁ ଏଠି ମୁଁ ନେଇଛି ଅଧା କପ୍ର ନଡ଼ିଆ କୋରା। ଆପଣମାନେ ନଡ଼ିଆ କୋରା ବଦଳରେ ଖଣ୍ଡ ନଡ଼ିଆ ବି ନେଇପାରିବେ। ନଡ଼ିଆ ଉପରେ ଥିବା ବ୍ରାଉନ୍ କଲର୍ ଅଂଶକୁ ବାହାର କରିଦେବେ। ଚଟନି ଖାଇବା ପାଇଁ ଭଲ ଲାଗିବ। ସାଉଥ୍ ଇଣ୍ଡିଆର ଅଥେଣ୍ଟିକ୍ ନଡ଼ିଆ ଚଟନି କେବଳ ନଡ଼ିଆରେ ତିଆରି ହୋଇଥାଏ, ସେଥିପାଇଁ ତାର ଟେଷ୍ଟ ଅଲଗା। ଆପଣମାନେ ଚାହିଁଲେ 2 ଚାମଚ ଭଜା ବାଦାମ ନହେଲେ 2 ଚାମଚ ଭଜା ବୁଟ ବି ଦେଇପାରିବେ, କିନ୍ତୁ ସେଇ ଚଟନିର ଟେଷ୍ଟ ଅଲଗା ଆସିବ। ଅଧା ଇଞ୍ଚର ଅଦା ଦେବା, 1 କଞ୍ଚା ଲଙ୍କା ଦେବା। ଚଟନିର ଟେଷ୍ଟ ବଢ଼ାଇବା ପାଇଁ ଅଳ୍ପ ଧଣିଆ ପତ୍ର ଦେବା, ଅପସନାଲ ଅଛି, ଆପଣ ଚାହିଁଲେ ସ୍କିପ୍ କରିପାରିବେ। ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଅଥେଣ୍ଟିକ୍ ନଡ଼ିଆ ଚଟନିରେ କିଛି ଖଟା ଦିଆଯାଇନଥାଏ। ଆପଣମାନଙ୍କୁ ଯଦି ଖଟା ପସନ୍ଦ ଅଳ୍ପ ଲେମ୍ବୁ ରସ ନହେଲେ ଅଳ୍ପ ତେନ୍ତୁଳି ବି ଦେଇପାରିବେ। ସ୍ୱାଦ ଅନୁସାରେ ଲୁଣ ଦେବା। ପ୍ରଥମେ ଅଳ୍ପ ପାଣି ଦେଇ ବାଟିବେ, ତାପରେ ଦରକାର ମୁତାବକ ପାଣି ଦେଇ ଚଟନିକୁ ପୁରା ଚିକ୍କଣ କରି ବାଟି ଆଣିବେ। ଚଟନି ଏତିକି ପାଣି ରହିଲେ ଚକୁଳି ଇଡଲି ସହିତ ଖାଇବା ପାଇଁ ଭଲ ଲାଗିବ। ଚଟନିର ଟେଷ୍ଟ ବଢ଼ାଇବା ପାଇଁ ଆମେ ଚଟନିରେ ଟିକେ ତଡ଼କା ଦେବା। ତଡ଼କା ପାଇଁ 1 ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ଛୋଟ ଦାନାବାଲା ସୋରିଷ ଦେବା। ଅଧା ଛୋଟ ଚାମଚ ଜିରା ଦେବା। ଜିରା ସୋରିଷ ଫୁଟିଯିବା ପରେ 2ଟି ଶୁଖିଲା ଲଙ୍କା, 10-12ଟି ଭୃଷଙ୍ଗ ପତ୍ର ଦେବା। ସବୁ ଜିନିଷକୁ ଆପଣମାନେ ଭଲ ଭାବରେ ଫୁଟେଇ ନେବେ। ତାପରେ ଗ୍ୟାସର ଫ୍ଲେମ୍ ପୁରା ବନ୍ଦ କରିବେ। 2ରୁ 3 ପିଞ୍ଚ ହିଙ୍ଗୁ ଦେବେ। ହିଙ୍ଗୁ ଶେଷରେ ଦେଲେ ହିଙ୍ଗୁର ବାସ୍ନା ତଡ଼କାରେ ରୁହେ, ତଡ଼କାକୁ ଜମା ପୋଡ଼ିବେ ନାହିଁ। এই ଗରମ ତଡ଼କାକୁ ଆଣି ବନେଇଥିବା ଚଟନିରେ ଦେଇଦେବା। ସାଙ୍ଗେ ସାଙ୍ଗେ ଗଳେଇ ନେବା। ଏବେ ଆମ ରେଡ଼ି ହେଇଗଲା ସାଉଥ୍ ଇଣ୍ଡିଆ ଷ୍ଟାଇଲ ନଡ଼ିଆ ଚଟନି। এই ଚଟନିକୁ ଆପଣମାନେ ଫ୍ରିଜରେ 2ରୁ 3 ଦିନ ରଖି ଖାଇପାରିବେ। ଏବେ ଚାଲନ୍ତୁ ଚକୁଳି ବନେଇବା ପ୍ରୋସେସକୁ ଯିବା। 5 ଘଣ୍ଟା ଆମେ ଚାଉଳକୁ ବତୁରେଇ ନେଇଥିଲେ। ଚାଉଳ ଦେଖନ୍ତୁ ଭଲ ଭାବରେ ବତୁରି ଯାଇଛି। ଚାଉଳ ଯେତେ ଭଲ ଭାବରେ ବତୁରିବ ପିଠା ସେତେ କଅଁଳିଆ ହେବ। ଚାଉଳରେ ଥିବା ସବୁ ପାଣିକୁ ବାହାର କରିଦେବା, ଯାହାଦ୍ୱାରା ଚାଉଳ ବାଟିବା ସମୟରେ ଆମେ ପାଣି ମାପିକି ଦେଇପାରିବା। ଚାଉଳ ସହିତ ଆଜି ଆମକୁ ଦରକାର ନଡ଼ିଆ। 1 କପ୍ ଚାଉଳ ମୁଁ ନେଇଥିଲି, ତା ପାଇଁ ନେଇଛି ଅଧା କପ୍ର ନଡ଼ିଆ କୋରା। ଫାଳେ ନଡ଼ିଆକୁ କରି ନେଇଥିଲି। ଯେତିକି ଚାଉଳ ନେବେ ତାର ଅଧା ନଡ଼ିଆ ନେବେ, ତାହେଲେ ପିଠା ପୁରା କଅଁଳିଆ ହେବ। এই ଭାଗ ମାପ ମନେ ରଖିବେ। ନଡ଼ିଆ କରିବା ସମୟରେ ନଡ଼ିଆ ଉପରେ ଥିବା ବ୍ରାଉନ୍ କଲର୍ ଅଂଶକୁ ବାହାର କରି ନେବେ। ପିଠା ପୁରା ଧଳା ଦେଖାଯିବ, ରଖିଲେ ବି ଚଳିବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଫେସବୁକ୍ ପେଜରୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ଫେସବୁକ୍ ପେଜକୁ ଫଲୋ କରିବେ। ନଡ଼ିଆ କୋରାକୁ ଆମେ ଚାଉଳ ସହିତ ପ୍ରଥମେ ଭଲ ଭାବରେ ଗଳେଇ ନେବା, ବାଟିବା ସମୟରେ ସୁବିଧା ହେବ। ତାପରେ ଆମେ ଗ୍ରାଇଣ୍ଡର ଜାରରେ ଦେଇଦେବା। ଏବେ ଆମେ ପାଣି ଦେବା। ପାଣି ମାପ କରିକି ଦେବା। ଯେଉଁ କପ୍ରେ ଆମେ ନଡ଼ିଆ ଚାଉଳ ମାପିକି ନେଇଥିଲେ ସେମ୍ କପ୍ରେ ମାପ କରି ପ୍ରଥମେ 1 କପ୍ ପାଣି ଦେଇ ନଡ଼ିଆ ଚାଉଳକୁ ପୁରା ଚିକ୍କଣ କରି ବାଟି ଆଣିବା। ଏତିକି ବହଳିଆ ଅଛି, ପରେ ଦେଖିକି ଆମେ ପାଣି ଦେବା। ପିଠଉ ଯେତେ ଚିକ୍କଣ ବାଟିବେ ପିଠା ସେତେ ନରମ ଆଉ କଅଁଳିଆ ହେବ। ପିଠଉ ବାଟି ସାରିବା ପରେ 2-3 ଘଣ୍ଟା ରେଷ୍ଟ କରି ଆପଣମାନେ ପିଠା ବନେଇ ପାରିବେ। ନହେଲେ ଆଜି ଯେମିତି ଆମେ ସାଙ୍ଗେ ସାଙ୍ଗେ ପିଠା ବନେଇବା ସେମିତି ବି ସାଙ୍ଗେ ସାଙ୍ଗେ ବନେଇ ପାରିବେ। ଆଉ 1 କପ୍ ପାଣି ଆଣି ଗ୍ରାଇଣ୍ଡର ଜାର୍ ଧୋଇକି ଦେଇଦେବା। ଗ୍ରାଇଣ୍ଡର ଜାର୍ ବି କ୍ଲିନ୍ ହେଇଯିବ। ଏ ପର୍ଯ୍ୟନ୍ତ ଆମେ 2 କପ୍ ପାଣିର ବ୍ୟବହାର କଲେ। এই ପିଠଉର କନସିଷ୍ଟେନ୍ସି ପୁରା ପାଣି ପରି ହେବା ଦରକାର। এই ଚକୁଳିକୁ ସାଉଥ୍ ଇଣ୍ଡିଆରେ ନୀର ଦୋସା ବୋଲି କୁହାଯାଏ। ନୀରର ଅର୍ଥ ହେଲା ପାଣି, ସେଥିପାଇଁ ପିଠଉ ପୁରା ପାଣି ପରି ହେବା ଦରକାର। ଆଉ 1 କପ୍ ପାଣି ଆଣି ଆମେ এই ପିଠଉରେ ଦେଇଦେବା। ଟୋଟାଲ ଏ ପର୍ଯ୍ୟନ୍ତ ଆମେ 3 କପ୍ ପାଣିର ବ୍ୟବହାର କଲେ। 1 କପ୍ ଚାଉଳ, ଅଧା କପ୍ ନଡ଼ିଆ, 3 କପ୍ ପାଣି। এই ଭାଗ ମାପ ମନେ ରଖିବେ, ପିଠା ପୁରା ପରଫେକ୍ଟ ହେବ।
ଏବେ ପିଠଉରେ ସ୍ୱାଦ ଅନୁସାରେ ଲୁଣ ଦେବା, ପିଠଉକୁ ଭଲ ଭାବରେ ଗଳେଇ ନେବା। ଚାଲନ୍ତୁ ପିଠା ବନେଇବା ଷ୍ଟାର୍ଟ କରିବା। ପିଠା ବନେଇବା ପାଇଁ ମୁଁ ଗୋଟେ ନନଷ୍ଟିକ୍ ପ୍ୟାନ୍ ନେଇଛି। ଆପଣ ନନଷ୍ଟିକ୍ ତାୱା ବି ନେଇପାରିବେ। ନନଷ୍ଟିକ୍ ପ୍ୟାନ୍ କିମ୍ବା ତାୱାରେ ବନେଇଲେ ପିଠା ଭଲ ଭାବରେ ଉଠିଯାଏ। ଆପଣ ଯେଉଁ ତାୱା ନେବେ ଟିକେ ତେଲିଆ ହେଇଥିବା ଦରକାର। ରୁଟି ବନାଉଥିବା ତାୱା ନେବେ ନାହିଁ, ସେଥିରେ ପିଠା ଭଲ ଭାବରେ ଉଠିବ ନାହିଁ। ଚକୁଳି ପରଟା ବନାଉଥିବା ତାୱା ବି ନେଇପାରିବେ। 1ରୁ 2 ବୁନ୍ଦା ତେଲ ଦେବା। ଗୋଟେ ଟିସୁ କିମ୍ବା ପତଳା କପଡ଼ା ସାହାଯ୍ୟରେ ଭଲ ଭାବରେ ପୋଛି ଆଣିବେ। ତାପରେ ଗ୍ୟାସର ଫ୍ଲେମ୍ ହାଇ ରଖି ତାୱାକୁ ଭଲ ଭାବରେ ଗରମ କରିନେବେ। ପିଠା ବନେଇବା ପୂର୍ବରୁ ପିଠଉକୁ ଟିକେ ଗଳେଇ ନେବେ। ତାପରେ ଗୋଟେ ବଡ଼ ଜାଗାରେ ଟିକେ ଅଧିକ ପିଠଉ ନେବେ। ଡଙ୍କିରେ ନେବେ ନାହିଁ, ଗୋଟେ ବଡ଼ ଗିନାରେ ନେଇଯିବେ। ଗ୍ୟାସର ଫ୍ଲେମ୍ ହାଇ ରଖି ସାଙ୍ଗେ ସାଙ୍ଗେ ଚାରିପଟକୁ ଦେଇଦେବେ। ସାଇଡରେ ବଳକା ପିଠଉକୁ ଏମିତି ଚାରିପଟକୁ ଘୁରେଇ ନେବେ। ଦେଖନ୍ତୁ ପିଠା ସାଙ୍ଗେ ସାଙ୍ଗେ କେମିତି ଜାଲିଦାର ହେଇଗଲା। ଏବେ ଆମେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ୍ ରଖି 2 ମିନିଟ୍ ପର୍ଯ୍ୟନ୍ତ କଭର କରିବା। ଏହି ପିଠାକୁ ସିଝିବା ପାଇଁ ବେଶୀ ସମୟ ଦରକାର ହେବ ନାହିଁ, କାରଣ ପିଠା ବହୁତ ପତଳା ହେଇଛି। 2 ମିନିଟ୍ ପରେ ଦେଖିବେ ପିଠା ଆପେ ଆପେ ତାୱାର ଚାରିପଟରୁ ଛାଡ଼ି ଆସିବ। ତାୱାର ଚାରିପଟରୁ ଛାଡ଼ି ଆସିଲେ ଆପଣମାନେ ବାହାରକୁ ବାହାର କରି ଆଣିବେ। এই ପିଠାକୁ ଆଉ ଓଲଟାଇବା ଦରକାର ନାହିଁ। ଏବେ ଆମ ରେଡି ହେଇଗଲା ମାତ୍ର 2ଟି ସାମଗ୍ରୀରେ ତିଆରି କଅଁଳିଆ ଜାଲିଦାର ନଡ଼ିଆ ଚକୁଳି ପିଠା। ଚାଲନ୍ତୁ ଦ୍ୱିତୀୟ ପିଠା ବନେଇବା। ସେମିତି 1ରୁ 2 ଡ୍ରପ୍ ତେଲ ଦେଇଦେବା। ତେଲକୁ ଭଲ ଭାବରେ ପୋଛି ଆଣିବା। ତାପରେ ପିଠଉକୁ ଭଲ ଭାବରେ ଗଳେଇକି ଆପଣମାନେ ପିଠଉକୁ ନେବେ। ପିଠଉ ଯଦି ବହଳିଆ ହେଇଯାଉଥିବ ଅଳ୍ପ ପାଣି ବି ଆପଣମାନେ ମିଶାଇ ପାରିବେ। ଗ୍ୟାସର ଫ୍ଲେମ୍ ହାଇ ରଖି ସେମ୍ ପ୍ରୋସେସରେ ପିଠଉ ଦେଇଦେବା। ଏକାଥରେ ପିଠଉ ଦେବା ପାଇଁ ଚେଷ୍ଟା କରିବେ, ତାହେଲେ ପିଠା ଭଲ ବନିବ। 1ରୁ 2 ମିନିଟ୍ ଲୋ ମିଡିୟମ୍ ଫ୍ଲେମ୍ରେ କଭର କରିବା। ସେମିତି ଚାରିପଟରୁ ଛାଡ଼ି ଆସିଲେ ଆମେ ପିଠାକୁ ବାହାରକୁ ବାହାର କରି ଆଣିବା। ପିଠା ବନେଇବା ସମୟରେ କେବଳ ଗୋଟେ କଥା ଧ୍ୟାନ ଦେବେ। ପିଠଉ ଦେବା ସମୟରେ ଗ୍ୟାସର ଫ୍ଲେମ୍ ପୁରା ହାଇ ରଖି ତାୱାକୁ ଭଲ ଭାବରେ ଗରମ କରିବେ। ତାୱା ଭଲ ଭାବରେ ଗରମ ହେଲେ ପିଠା ଏମିତି ଜାଲିଦାର ହେବ। ଏକାଥରେ ସବୁ ପିଠଉ ଦେବେ, କିନ୍ତୁ ଅଳ୍ପ ପିଠଉ ଦେବେ। ଭିଡ଼ିଓରେ ସେୟାର କରିଥିବା ସବୁ ଛୋଟ ଛୋଟ ଟିପ୍ସ ଫଲୋ କରି ଆପଣମାନେ ଏହି ସୁଆଦିଆ ନଡ଼ିଆ ଚକୁଳି ପିଠା ବନାନ୍ତୁ। ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।